ବିଜୁଳି ଧରିକି ଯିବ ମୋ ଭାଇ ଇଏରେ ଯାଇଥିଲି ମୁଁ ହଁ ବାଟ ବଣା ହେଇଗଲି ସବୁ ଗୁଟି ପିଠା ହେଇଗଲେ ଏଠେ ଗୁଟି ପିଠା ହେଇଗଲେ ଯେ ମୁଁ ଏଠେ ବଣା ହେଇଗଲି ଆଉ 7ଟା ରାତି ହେଇଛି ସମୁଦ୍ର କୂଳରେ କାହାକୁ ଆଉ ଦେଖିଲେନି ଆଉ ସେଠୁ ଯାଉ ଯାଉ ଖାଲି ସ୍ୱର୍ଗ ଦ୍ୱାର ଭିତରେ ପଶିଲି ଆଉ ଦେଖିଲା ଆସି ମଲା ମଣିଷ 3ଟା ଶୋଇଛନ୍ତି ଆହୁରି 4ଟା ପୁରୁଷନ୍ତି ଆଉ ସେଠୁ ଆଉ କିଛି କଲେନି ଗୋଟେ ମୁଣ୍ଡା ଆଇଲେ ଏଠେ ସେଠୁ ଅଟୋଟେ ଥିଲା ବୋଲି ଭାଇ ଆଉ ଟିକେ ବଡ଼ ଦାଣ୍ଡକୁ ଟିକେ ଯିବାକୁ ମାନେ ଅଟୋ ଯିବ କି ନା ହଁ ଚାଲ ତାକୁ କହିଲି ଆଉ ଗୋଟେ ମାନେ କେତେ ପଇସା ନା 20 ଟଙ୍କା ସେତେବେଳେ ତୁ କେବେ ଯାଇଥିଲୁ କି ହେଇଯିବଣି 5-6 ବର୍ଷ ତଳେ 9 ବର୍ଷ ହେଲାଣି 9 ବର୍ଷ ତଳେ 9 ବର୍ଷ ତଳେ ହଁ ଆମ ଛାତ ପଡ଼ିନଥିଲା ପରା ଛାତ ପଡ଼ିବ ବୋଲି ସବୁ ଆଟି ବାଟି ବେଢ଼ା ହେଉଥିଲା ମୁଁ ସ୍ୱର୍ଗ ଦେଖିଛି ମାନେ ଫ୍ରଣ୍ଟ ଦେଖିଛି କିନ୍ତୁ ଭିତରକୁ ଯାଉନି ମତେ ଆଉ ହେରା ତ ବିଧିକି କାଠ ଦିଖଣ୍ଡ ଦଉଛନ୍ତି କାଠ ଦି କଣ ନାହିଁ କାଠ ଦିଖଣ୍ଡ ଦଉଛନ୍ତି ଘିଅ ଟିକେ ଚନ୍ଦନ କାଠ ଟିକେ ତୁଳସୀ ଡାଳଟେ ସବୁ ହେଠି ଅଛି ବେକା ହଉଛି ହେଠି ଦେଇ ଦଉଛନ୍ତି ହେଠି ପୋଡ଼ି ଦଉଛନ୍ତି 10 ମିନିଟରେ ଖତମ ଲୋକ ହଁ ଏଇଟା ତ କରେଣ୍ଟ କେମିତି କାହିଁ ପଡୁଛନ୍ତି କରେଣ୍ଟରେ ଏରା ସବୁ ପଡୁଛି କରେଣ୍ଟ ଚାର୍ଜ କରିଦଉଛନ୍ତି ଏମିତି ଭାଡ଼ିଆ ଭାଡ଼ିଆ ସବୁ ହେଇଛି ଭାଡ଼ିଆ ଉପରେ ଶୁଆଇ ଦଉଛନ୍ତି ତଳକୁ କରେଣ୍ଟ ବୁଲର ବୁଲୁଛି ଆଉ କଣ ଆଉ ହେଇନି ତମକୁ ତ ପୋଡ଼ା ସରିଯିବ ତମକୁ ଯୋଉ କୋଲା ଛାଞ୍ଚୁଣିରେ ତମ 500 ଦେଇଦେବେ ସେଇଠି ସମୁଦ୍ରରେ ବିସର୍ଜନ କରିଦେବେ ଆଉ କଣ ବିସର୍ଜନ ଆମେ ଏଇ ଯୋଉ ଝିଲ୍ଲୀ ଯାଇଥିଲୁ ଝିଲ୍ଲୀ ମୁଁ ଆଉ ତା ଜଇଁ ଯାଇଥିଲୁ ମଝିରେ ତା ବାହାଘର ପର୍ବରେ ସେମାନେ ସବୁ ଗଲେ ଭିତରେ ଦେଖି ମୁଁ ଗଲେ 10 ଦିନ ଭିତରେ ଯୋଉ ଯାଇଥିଲା ମୁଁ ଗଲିନି ସେମାନେ ଗଲେ ମୁଁ କହିଲି ନା ମୁଁ ଯିବିନି ଡରିକି ସବୁ ଡର ଲାଗିବ କେତେ ସବୁ ପଡୁଥିବେ କିଏ ଯିବ କଣ ସବୁ କଣ ଦେଖା ଯାଉଛନ୍ତି କି ଥୁଆ ହେଇନଥିବ ସାଇଡରେ ସବୁ ଶୁଆ ହେଇଯିବ ଯେ ସବୁ ତ ଧଳା ଲୁଗା ସବୁ ଗୁଡେଇକି ଚନ୍ଦନ ସିନ୍ଦୁର ଫୁଲ ପକେଇ ଦେଉଛନ୍ତି ଗଲା ଦିଲ୍ଲୀ ଗଲା ତା ଜଇଁ ଗଲା କିନ୍ତୁ ଯିଏ ଗଲେ କି ମୁଣ୍ଡିଆ ମାରୁଛନ୍ତି ଆଉ ସେ ଯୋଉ ତା ଆଇ ଯୋଉ ଘରେ ଭଡା ରହୁନି ସେ ମାଲିକାଣୀ ଗଲା ମୁଣ୍ଡିଆ ମାରୁଛନ୍ତି ଠାକୁର ଅଛନ୍ତି ନା ଆମେ କୋଉଦିନ ଯିବା ବୋଲି ଯାଇପାରୁନା ଆସିଲେ ଆଇଲା ଆସିକି ସବୁ କଥା ହେଇଥିଲୁ ଯିଏ ଯୁଆଡେ ଯିବ ଯଦି ବଣା ତଣା ସବୁ ହବ ସବୁ ବଡ ଦାଣ୍ଡକୁ ଆସିବ ହଁ ଏକାଠି କଥା ହେଇଥିବ ହଁ ମ ଏଇ ବସରେ ବୁଲିଲା ବେଳେ ହେନ୍ତି ତ ସବୁ ଛନଛତ୍ର ହେଇଗଲେ ସବୁ ଆଉ କାହା ଦାଣ୍ଡି ଘର କେହି ପାଇଲେନି ଆଉ କଣ ମୁଁ ଯିଏ ଜାଣିଛି ସିଏ ବୁଲିଲେ ଯିଏ ନ ଜାଣିଛି ସେ ଗୋଟେ ହେଇଗଲେ ଆଉ କଣ ହଁ ନା କିନ୍ତୁ ମୁଁ ଗୋଟେ ପିଲାଟେ ଧରିକି ଯାଇଛି ମୋ ପାଖ ସାଙ୍ଗରେ ଆଉ କେହି ନାହାନ୍ତି ସେ କାଖେଇ ପାରୁନି ତାକୁ ସେ ଚାଲି ପାରୁନି କାଖେଇଲେ ମୁଁ ଦୌଡ଼ିକି ଯାଇପାରୁନି କିନ୍ତୁ ଖୁଡେଇକା ଯୋଉ ଯାଇଥିଲେ କହୁଥିଲେ ଫାଙ୍କାରେ ଦେଖିଲେ ପୁରୀ ଆଉ ସେ ଅବଢା ଖାଇଲେ କହୁଛନ୍ତି ବାହାରୁ ବୋଲି ଦୋକାନରୁ ଖାଇଥିବେ ଆଉ କଣ କିନ୍ତୁ ପୁରୀରେ ଯିବ ଗଲେ ଆନନ୍ଦ ବଜାରରେ ବସିକି ଖାଇବ ଭଲ ଆନନ୍ଦରେ ବସିକି ଖାଇବ ବୋଲି ଭଲ ଏଟା ବିକ୍ରି ହଉଛି ଯୋଉ କିଣିକି ଖାଇବ ଆଉ ହୋଟେଲରୁ ତ ହୋଟେଲରୁ ଖାଇବାଟା କଣ ମନ୍ଦିର ଯାଇଛି ଯେହେତୁ ଆନନ୍ଦ ବଜାରରେ ରହିକି ଖାଇକି ଆସିବାଟା ଭଲ ଲାଗେ ଗୋଟେ ଶାନ୍ତି ଆଉ ଆମେ ଯେତେବେଳେ ଯିବା ଭାତ ଡାଲି ଟିକେ କିଣିକି ଆଣିବା ଆଉ ଡୋରି ଲାଗିଲେ ଯିବୁ ନା ଯେତେବେଳେ ଯିବୁ ଏବେ ଏଠି ତ ବାହାରିଥିଲେ ଯିବାବେଳେ ଡୋରି ଛିଡ଼ିଗଲା ଡୋରି ନ ଲାଗିଲେ କେବେ ପୁରୀ କେବେ ଯାଇପାରୁନୁ ଏଇଠି ଭୁବନେଶ୍ୱରରେ ଆମେ ରହିଲୁ 6-7 ବର୍ଷ ଆମେ 2 ଥର ଯାଇଛୁ 2 ଥର ମାନେ ଅଫିସ ଷ୍ଟାଫ୍ ଭଳିଆ ଗଲୁ ଥରେ ଆଉ ଥରେ ଯାଇଥିଲୁ ଏମିତି ନୂଆ ବର୍ଷ ପ୍ରଥମ ଥର ଯାଇଥିଲୁ ନୂଆ ବର୍ଷ ଏଇଟା 2019 ମସିହାରେ ତାପରେ ଯାଇଥିଲି 2023ରେ ତାପରେ ଏଇଠୁ ଏଇଥର ଝିଲ୍ଲୀ ଥରେ ଗଲି 3 ଥର ହେଲା ଆଉ କଣ 3 ଥର ସାଙ୍ଗ ହେଇଗଲୁ 3 ଥର ଯାଇଛି କିନ୍ତୁ 3 ଥର କିନ୍ତୁ ଭଲରେ ଦେଖିଛି ଠାକୁରଙ୍କୁ ଥରେ ଗଲେ କାଉ 2 ଥର ଗଲେ ସାହୁ 3 ଥର ଗଲେ ବୈକୁଣ୍ଠ ଯାଉ କିନ୍ତୁ 3 ଥର ପୁରା ଭଲ ଦେଖିଛି ମୁଁ ଦେଖିଛି ଯେ ଗୋଟେ ଆଖି ସବୁ ଦେଖିକି ଆଇଛି ଆଉ ନା ମୁଁ କିନ୍ତୁ 3 ଥର ଯାଇଛି 3 ଥର ଭଲ ଦେଖିଛି କିନ୍ତୁ ଏଇ ମନ୍ଦିର ଯୋଉ ସମସ୍ତେ କିନ୍ତୁ କୁହନ୍ତି ଯିଏ ପ୍ରଥମ ଥର ଯିବ ଠାକୁରଙ୍କୁ ଭଲ ଦେଖିପାରିବନି ଗୋଟେ ଆଖି ନିଶ୍ଚୟ କାହାକୁ କରିବେନି ମାନେ 3 ଜଣ ହଉଛି ଯାହାକୁ ହେଲେ ଜଣକୁ ବି ଦେଖିପାରିବନି ମାନେ ସେଇଟା କରନ୍ତି ସେମିତି ଯେ ଆଉ ଥରେ ଆସିବା ପାଇଁ ଠାକୁର ସେମିତି କରନ୍ତି କୁହନ୍ତି ଯୋଉ ମନ୍ଦିରରୁ ଯୋଉ ପଥର ଖସିନି କି ଏଇ ଯୋଉ ପଥରଟାକୁ ସେଇଠୁ ଆସିଛୁ ଆଉ କୁଆଡେ ଯାଇନି
ଏବେ ତ ପଥରଟା କାହିଁ ରଖିନାହାନ୍ତି ସାଇଡ୍ ରଖିଛନ୍ତି ତ କଣ ମୁଁ ନଜର ନାହିଁ ଆଉ। ନା ଅଛି ନା ସେଟା ଥିଲା ପଥରଟା କୋଉଠୁ ଖସିଛି ବୋଲି ଜାଣିନାହାନ୍ତି ପଥରଟା ପଡିଛି ବୋଲି ଜାଣିପାରୁନି। ଏଇଟା ତ କେବେଠୁ ପଡ଼ିଲାଣି। ଏଠୁ ଆସିଛୁ ଆଉ କୁଆଡେ ଯାଇନ ଆଉ ଟାଇମ କାଇଁ ମ ଆଉ ଧର ତୁ ତ ବୁଲୁଛି ଗାଡି ହେଲେ ମହାମାଇ ବୈରାଣୀ ଯାଇ ବୈରାଣୀର କିଛି ନାହିଁ ମହିନ୍ଦି ମହାମାଇ ଯାଇଛୁ। ହଁ ମହାମାଇ ତ ଉଷା ଯାଇକି ସେଇଠୁ ଗଲେ ଆଉ ତାର ତାରିଣୀ ତାର ତାରିଣୀ ଯାଇଛି ସିଦ୍ଧଘରେ ଯାଇଛି ଚିଲିକା ଆଉ କାଳିଜାଇ ଯାଇଛି ଚନ୍ଦ୍ରହାସିନୀ ଯାଇଛି ଆଉ ହଁ ଇଏ ଯାଇଛି ହେରା କେମିତି ହେରା କଣ କରୁଛନ୍ତି ଏଇ ଯୋଉ ହେଟା ଗୋଟେ କଣ ଗୋପାଳପୁର ବନ୍ଦର। ହଁ ଗୋପାଳପୁର ବନ୍ଦର ଆଉ ସାଇବାବା ସେପଟେ ଯାହା ସାଇବାବା ଥିବ। ଆଉ ଯୋଉ ଇସ୍କନ ମଠ ରହିଲା ଆଉ ଭୁବନେଶ୍ୱର ରହିଲା ଟାଇମ ନାହିଁ ଖାଲି ଏମିତି କହିଦେଲେ ଏତିକିରେ ବନ୍ଦ ଭୁବନେଶ୍ୱରଟା ରହିଛି ଆଉ କଣ। ସବୁଠୁ ମଜା ଲାଗିଲା ଚନ୍ଦ୍ରହାସିନୀ କି ଆଉ ଇଏ ଖାସ ଏଇଟା ହେତେ ସିନା କହୁଛନ୍ତି ନହେଲେ ଏଠି କିଛି ନାହିଁ ମ ଏମିତି କୋଉଠି ଏଇ ଯୋଉ ହେଟା କଣ କପିଳାସ ଶିବଙ୍କ ମନ୍ଦିର ପାହାଡ ଉପରେ କଣ କି? ହଁ ଖାଲି ତ ପାହାଡ ଖାଲି ମୁଣ୍ଡିଆ ତଳେ ଦେଖିଗଲେ ଯୋଉ କୋରାପୁଟରେ କହୁଛନ୍ତି ଯୋଉ ଗୁପ୍ତେଶ୍ୱର ଗୁମ୍ଫା ଭିତରେ ଠାକୁର। ଆଉ ଯାଇଥିଲୁ ଇଏ ଏ ଯୋଉ ଧଉଳି ଝୁଲା ବ୍ରିଜରେ ଧଉଳି ନୁହଁ ଏଟା ଆଉ ଏଟା ଏଇ ଯୋଉ ଧବଳେଶ୍ୱର ଯାଇଥିବ। ହଁ ହେଇଥିବ ଝୁଲା ବ୍ରିଜ ହଁ ହେଟା ହଲୁଥାଏ ଝୁଲୁଥାଏ ଧଉଳି ନୁହଁ ଧବଳେଶ୍ୱର। କିନ୍ତୁ ଗୁପ୍ତେଶ୍ୱର ଯୋଉ କହୁନାହାନ୍ତି ମାନସ ଦିନ ଫୋନ କରିଥିଲା ପରଦିନ କହିଲା ଆସୁନୁ ମନ୍ଦିର ବୁଲିଯିବୁ ଗୁପ୍ତେଶ୍ୱର। ମୁଁ କହିଲି ନାଇଁ ମ ଜମା ନାହିଁ କହିଲା ଆସେ ମୁଁ ତ ଏଠି ଅଛି ପାଖରେ ବୁଲାବୁଲି କରିବା ଯିବା। ହେଟା ମସ୍ତାନ ବଡ ପାହାଡ ଉପରେ ମନ୍ଦିର ଗୁମ୍ଫା ଭିତରେ ଠାକୁର ବଡ ନଦୀ ପାର ନାଇଁ ମ ସମୟ ନାହିଁ ବାଟ ପୁଣି ବାଇକ ନେଇକି ହେଲେ ମୁଁ ମାନସିକ କରିଥିଲି ମିନତିରେ ପୁଅ ହେଲେ କି ଚୁଟି ପକେଇବ କୋଉଠି ହେଇ ଧବଳେଶ୍ୱରରେ ହଁ ଏଇଠି କାଇଁ ତାର ହେଲେ ଯିବ ଆଉ କଣ। ମାନସିକ କରିଥିଲି ହେଠି ସବୁ ଚୁଟି ପକଉଛନ୍ତି ଆଉ ପଇସା ହେଠି ପକଉଛନ୍ତି ପଟାଳି ଉପରେ ତ ଚୁଟି କାଟୁଛନ୍ତି ଆଉ ସୁଲ ଉପରେ ଆଉ ହିନ୍ଦୀ ଚାଇଜମା ମୋର କରିଥିଲା। ହଁ କୋଉଠି ଏଟା କଣ୍ଟିଲ ନା ଓଡଗାଁରେ କରିଥିଲା ସିଏ କିନ୍ତୁ ଗଲାନି ନାଇଁ ନେବେନି ଆଉ ତା ଆଇ ଆଉ ମୁଁ ଯାଇଛି କେତେଥର ଚୁଟି ପକେଇ ଯାଇଥିଲି ମନେ ଅଛି ପିଲାଟା ହେଇଥିଲି ଆଉ ହେଟା ତ ସବୁ 12 ବର୍ଷ ହେଇଥିବି ଯାଇଥିଲି। ଆଉ ଯାଚିଥିଲା ଜଳସାହି ପରିବାରରେ ସେଇଟା ମୁଁ ଜାଣିନି ଯାତ ସିଏ କଣ ମଲାଣି ଯାତ ସେଟା ଖର୍ଚ୍ଚ ହେଇଥିଲା ଆଇ ଦେଇଥିଲା ଘଣ୍ଟ 2ଟା ଘଣ୍ଟ କରିଥିଲା ଯେ ବାବୁଲିକି ଦେଲା ଗୋଟେ ଆମକୁ ଦେଇଥିଲା ଗୋଟେ ମୁଁ ସେଟା ମନେ ନାହିଁ। ବାମୁଣ ମୁଣ୍ଡାରେ ଖାଇଥିଲେ ମାଳି ମାନେ ଖାଇଥିଲେ ଆଉ ଯିଏ ଗଲା ସିଏ ଦେଖଣା ଚାଣା ଖାଇବେ ଆଉ କଣ ରୋଷେଇ ହେଇଥିଲା ନଡ଼ିଆ ଦହି ଖଟା ହେଇଥିଲା ଡାଲମା ହେଇଥିଲା ଆଉ ତରକାରୀ ହେଇଥିଲା ଇଏ କରାହେଇଥିଲା କଣ ଗୋଟେ ଟମାଟୋ ଖଟା ହେଇଥିଲା ଏମିତି ଖାଇଲେ ଆମର ଘରକୁ ଆଣିଥିଲି ଯାହାକୁ ଯେମିତି ଦେଲି ଆଉ ମାଳି ବାମୁଣ ଖାଇଲେ ତାଙ୍କର ଡେକ୍ଚି ହଣ୍ଡା ଆଣି ସେ ନେଲେ ଆଉ ଆମର ତ ଇଷ୍ଟ ଦେବତା ପୂଜାଡ଼ି ଏତେ ସେ କହ୍ନେଇ ମାଳି ଥିଲା ପ୍ରକାଶ ବାପା ଥିଲା ଏ ବେଲେ ବେଲେ ପୂଜାଡ଼ି ସବୁ କରୁଛନ୍ତି ଚୁଟି ପକା ଆମ ଗାଁ ମନ୍ଦିର କରୁନାହାନ୍ତି ଏଇଟା ମେନ୍ ଠାକୁର ଗୁରା ଏ ଫିସ୍ ଇଷ୍ଟ ଦେବତା ଆମ ଗାଁର ଏଟା ଫିସ୍ ନେଉଛନ୍ତି ସବୁ ମନ୍ଦିର ଆଜି ଯୋଉ ଯାଇଥିଲି ତখন ମାହିର ଖୋଲରେ କଣ ହେଇଥିଲା ମୁଁ ଲେଖା ହେଇଛି ଫିସ୍ କୋଉଟାକୁ ଉଠେଇ କେତେ ପଇସା ବାହାଘର ନିର୍ବନ୍ଧ ବାହାଘରଟା 1500 ବାହାଘର ତ 1500 ନିର୍ବନ୍ଧ 700 ଆଉ ବାନା ବାନ୍ଧିଲେ 101 ଘଣ୍ଟ ଦେଲେ କେତେ ଗୋଟେ 200 ନା କଣ କାଛା ପିନ୍ଧିଲେ ଚଳଚା ଏହା ସବୁ କେତେ ଥିଲା ମୋର ମନେ